नमस्कार। ओम नमः भगवते वासुदेवाय। ଆଜି ଆମେ ପୁଣି ଥରେ ବାହାରିବା ଗୋଟେ ଗଭୀର ଆଧ୍ୟାତ୍ମିକ ଯାତ୍ରାରେ ଶ୍ରୀମଦ୍ ଭଗବଦ୍ ଗୀତାର ସେ ଅମୂଲ୍ୟ ଜ୍ଞାନ ଭିତରକୁ। ମନେ ପକାନ୍ତୁ କୁରୁକ୍ଷେତ୍ର ଯୁଦ୍ଧଭୂମି, ଭଗବାନ ଶ୍ରୀକୃଷ୍ଣ ଆଉ ଅର୍ଜୁନ। ସେଠି ଭଗବାନ ଅର୍ଜୁନଙ୍କୁ ଜୀବନର କେତେ ଗୂଢ଼ କଥା ବୁଝେଇଥିଲେ। ଆଜି ଆମେ ସେଇ ଗୀତାର ତୃତୀୟ ଅଧ୍ୟାୟ ମାନେ କର୍ମଯୋଗ ତାର ପଞ୍ଚମ ଶ୍ଲୋକକୁ ନେଇ ଆଲୋଚନା କରିବା। ଏଇଟା ଗୋଟେ ବହୁତ ବହୁତ ଜରୁରୀ ଶ୍ଲୋକ। ଆମ ଜୀବନରେ କର୍ମ କାହିଁକି ଏତେ ଅନିବାର୍ଯ୍ୟ ଆଉ ତାର ପ୍ରକୃତ ରୂପ କ'ଣ ସେ ବିଷୟରେ। ଏହାକୁ ପୂରାପୂରି ବୁଝିବାକୁ ହେଲେ ଆଲୋଚନାଟିକୁ ଶେଷ ଯାଇ ଶୁଣିବାକୁ ପଡ଼ିବ। ଆଉ ହଁ, ଏମିତି ଆଧ୍ୟାତ୍ମିକ କଥା ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରହିବେ ନିଶ୍ଚୟ। ନମସ୍କାର। ଆଜ୍ଞା, ଏକଦମ ଠିକ୍ କହିଲେ। ଏ ଶ୍ଲୋକଟି ହେଉଛି ମାନେ କର୍ମର ଯେଉଁ ଦର୍ଶନ ଅଛି ତାକୁ ବୁଝିବା ପାଇଁ ଗୋଟେ ଚାବିକାଠି ଭଳି। ଏଥିରୁ ଜଣାପଡ଼େ ଯେ ଜୀବନରେ ଆମେ କର୍ମ ନ କରି ରହିବା ସେଇଟା ତ ସମ୍ଭବ ହିଁ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି କର୍ମ କରିବା କେମିତି, ଯେମିତି ସେଇଟା ଆମକୁ ବାନ୍ଧିବନି ବରଂ ମୁକ୍ତିର ବାଟ ଦେଖେଇବ। ଏହାର ଇସାରା ବି ଏଇ ଶ୍ଲୋକରେ ଅଛି। ଏହା ହେଉଛି କର୍ମଯୋଗର ଗୋଟେ ମୂଳଦୁଆ। କର୍ମରୁ ପଳେଇବା ନୁହେଁ ବରଂ କର୍ମ ଭିତରେ ହିଁ ମୁକ୍ତି, ସେଇଆ ଦେଖାଏ ଏ ଶ୍ଲୋକ। ଠିକ୍ କଥା। ତେବେ ଆସନ୍ତୁ ପ୍ରଥମେ ସେହି ଦିବ୍ୟ ଶ୍ଲୋକଟିକୁ ଶୁଣିବା। ନ ହି କଶ୍ଚିତ୍ କ୍ଷଣମପି ଜାତ ତିଷ୍ଠତ୍ୟ କର୍ମକୃତ୍ କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ। 3.5 ଓକେ। ତେବେ ଏହାକୁ ଟିକେ ଖୋଲି ଦେଖିବା। ଶ୍ଲୋକର ପ୍ରଥମ ଲାଇନ୍ କହୁଛି ନ ହି କଶ୍ଚିତ୍ କ୍ଷଣମପି ଜାତ ତିଷ୍ଠତ୍ୟ କର୍ମକୃତ୍, ମାନେ ସରଳ ଭାଷାରେ କହିଲେ କେହି ବି ଲୋକ କେବେ ବି ଗୋଟିଏ କ୍ଷଣ ପାଇଁ ବି କର୍ମ ନ କରି ରହିପାରିବ ନାହିଁ। ଏଇଟା ଶୁଣିକି ଟିକେ ଅଜବ ଲାଗୁଛି ନା? କାରଣ ଆମେ ତ ଭାବୁ ଯେ ଆମେ ବେଳେବେଳେ ଏମିତିକି ଚୁପଚାପ ବସିଛୁ, କିଛି କରୁନୁ, ଶୋଇଲା ବେଳେ ତ ଆହୁରି। ତାହେଲେ ଏମିତି କେମିତି ହବ ଯେ ଆମେ ସବୁବେଳେ କାମ କରୁଛୁ? ଆଜ୍ଞା, ଏଇଟା ଗୋଟେ ଗଭୀର ସତ୍ୟ। ଦେଖନ୍ତୁ, ଭଗବାନ ଏହାର ଠିକ୍ ଆଗ ଶ୍ଲୋକରେ ମାନେ 3 ଅଧ୍ୟାୟ 4 ନମ୍ବର ଶ୍ଲୋକରେ କହିଥିଲେ ଯେ କେବଳ କାମ ଆରମ୍ଭ ନ କଲେ କି କାମ ଛାଡ଼ିଦେଲେ ନୈଷ୍କର୍ମ୍ୟ ବା ସିଦ୍ଧି ମିଳିଯାଏନି। ଏଇ 5 ନମ୍ବର ଶ୍ଲୋକରେ ସେ ସେଇ କଥାକୁ ଆହୁରି ଜୋର ଦେଇ କହୁଛନ୍ତି। କାହିଁକି କର୍ମ ଛାଡ଼ିବା ପ୍ରକୃତରେ ସମ୍ଭବ ନୁହେଁ। ଆମେ ଯେତେବେଳେ ଭାବୁ ଯେ ମୁଁ କିଛି କରୁନି, ସେତେବେଳେ ବି ଆମ ଅଜାଣତରେ କେତେ କାମ ଚାଲିଥାଏ। ଆମ ଶରୀରଟାକୁ ଦେଖନ୍ତୁ, ଏଇଟା ଗୋଟେ ମେସିନ୍ ଭଳି ସବୁବେଳେ ଚାଲୁ। ନିଶ୍ୱାସ ପ୍ରଶ୍ୱାସ ଚାଲିଛି, ହାର୍ଟ ବିଟ୍ କରୁଛି, ରକ୍ତ ବୁଲୁଛି, ଖାଇବା ହଜମ ହେଉଛି, ନୂଆ ସେଲ୍ ତିଆରି ହେଉଛି। ଏପରିକି ଆମେ ଯେତେବେଳେ ଗଭୀର ନିଦରେ ଶୋଇଛୁ ସେତେବେଳେ ବି ଦେହ ଭିତରର କାମ ବନ୍ଦ ହୁଏନି। ହଁ, ଶରୀର କଥାଟା ତ ଠିକ୍, ବୁଝି ହେଉଛି। କିନ୍ତୁ ମନ, ମାନସିକ ସ୍ତରରେ, ଯେମିତି ଆମେ ଧ୍ୟାନରେ ବସିଲୁ ବା ଚୁପ୍ ରହିବାକୁ ଚେଷ୍ଟା କଲୁ, ସେତେବେଳେ ବି କର୍ମ ଚାଲିଛି। ଦେଖନ୍ତୁ, ଶାସ୍ତ୍ରରେ କର୍ମକୁ ମୁଖ୍ୟତଃ 3 ଭାଗରେ ବାଣ୍ଟିଛନ୍ତି। ଗୋଟେ ହେଲା କାୟିକ କର୍ମ, ମାନେ ଦେହ ଦ୍ୱାରା ଯାହା କରୁଛେ, ଚାଲିବା, ଖାଇବା, ଏପରିକି ଆଖି ପିଛୁଳା ପକେଇବା। ଦ୍ୱିତୀୟ ହେଲା ବାଚିକ କର୍ମ, କଥା କହିବା, ଗୀତ ଗାଇବା, ମନ୍ତ୍ର ପଢ଼ିବା, ଏସବୁ। ଆଉ ତୃତୀୟ ସବୁଠୁ ସୂକ୍ଷ୍ମ ହେଲା ମାନସିକ କର୍ମ, ମନ ଭିତରେ ଯାହା ଚାଲିଛି। ଚିନ୍ତା କରିବା, ଭାବିବା, ପ୍ଲାନ୍ କରିବା, କିଛି ମନେ ପକେଇବା, କଳ୍ପନା କରିବା, ଏପରିକି ସ୍ୱପ୍ନ ଦେଖିବା ବି ଗୋଟେ ମାନସିକ କର୍ମ। ତେଣୁ ଯଦି ଆମେ ଦେହକୁ ସ୍ଥିର କରି ବସି ପଡ଼ିଲୁ, ମନ କ'ଣ ସ୍ଥିର ରହୁଛି? ନା, ଗୋଟେ ଚିନ୍ତା ଯାଉଛି ଆଉ ଗୋଟେ ଆସୁଛି। ଆମ ଇନ୍ଦ୍ରିୟ ସବୁ ବି କାମ କରୁଛନ୍ତି, ଶବ୍ଦ ଶୁଣିବାକୁ, କିଛି ଦେଖିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ କୁହାଯାଉଛି କୌଣସି ଜୀବନ୍ତ ମଣିଷ ପାଇଁ କ୍ଷଣେ ବି ପୂରାପୂରି ଅକର୍ମକୃତ ହେବା ସମ୍ଭବ ନୁହେଁ। କିଛି ନା କିଛି କର୍ମ ଚାଲିଥିବ। ବାପ୍ରେ, ଏକଥା ଭାବିଲେ ଲାଗୁଛି ଯେମିତି ଆମେ ଗୋଟେ କର୍ମର ନଈରେ ସବୁବେଳେ ଭାସୁଛୁ, ଚାହିଁଲେ ବି କୂଳରେ ଲାଗି ହବନି। ଆଚ୍ଛା, ଏବେ ଆସିବା ଶ୍ଲୋକର ଦ୍ୱିତୀୟ ଲାଇନ୍କୁ। କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ। ଏହାର ମାନେ ହେଲା ସବୁ ଜୀବ ପ୍ରକୃତିରୁ ଜାତ ଗୁଣମାନଙ୍କ ଦ୍ୱାରା ଅବଶ୍ୟ ବା ବିବଶ ହୋଇ କାମ କରନ୍ତି। ଏ ଯୋଉ ବିବଶା ବା ଅବଶଃ ଶବ୍ଦ ଅଛି, ଏଇଟା ବଡ଼ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ଏହାର ମାନେ କ'ଣ ଏଇଆ ଯେ ଆମର ନିଜର ଇଚ୍ଛା ବୋଲି କିଛି ନାହିଁ, ଆମେ ବାଧ୍ୟ? ଆଉ ଏଇ ପ୍ରକୃତିଜ ଗୁଣଗୁଡ଼ାକ କ'ଣ ଯିଏ ଆମକୁ ଏମିତି ବାଧ୍ୟ କରୁଛି? ହଁ, ଏଇଠି ଆସୁଛି ଆହୁରି ଗଭୀର କଥା। କର୍ମ କେମିତି ହୁଏ ଆଉ ଆମେ କେଉଁଠି ଅଛୁ? ଅବସର ମାନେ ହେଲା ପରାଧୀନ। ଆମେ ଯାହା କରୁଛୁ ସେଇଟା କେବଳ ଆମ ନିଜସ୍ୱ ଇଚ୍ଛାର ଫଳ ନୁହେଁ।
ଆମେ ଗୋଟେ ବଡ଼ ଶକ୍ତିର ଅଧୀନରେ କାମ କରୁଛୁ। ସେ ଶକ୍ତି ହେଲା ପ୍ରକୃତି। ପ୍ରକୃତି ମାନେ ଖାଲି ଗଛଲତା ନୁହେଁ। ଦର୍ଶନରେ ପ୍ରକୃତି ମାନେ ହେଲା ସୃଷ୍ଟିର ମୂଳ ଉପାଦାନ, ମୌଳିକ ଶକ୍ତି, ମଟେରିଆଲ ଏନର୍ଜି, ଯେଉଁଥିରୁ ଆମ ଶରୀର, ମନ, ବୁଦ୍ଧି, ଅହଙ୍କାର ସବୁ ତିଆରି। ଆଉ ଏହି ପ୍ରକୃତି ନିଜେ 3ଟି ମୂଳ ଗୁଣ ବା ପ୍ରବୃତ୍ତି ଦ୍ୱାରା ଚାଲିଛି, ଯାହାକୁ କହନ୍ତି ତ୍ରିଗୁଣ। ସେହି 3ଟା ହେଲା, ପ୍ରଥମ ହେଲା ସତ୍ତ୍ୱଗୁଣ। ଏଟା ହେଲା ଶୁଦ୍ଧତା, ଜ୍ଞାନ, ଶାନ୍ତି, ସୁଖ, ଭଲପଣ। ଯେତେବେଳେ ଏଇ ଗୁଣ ବେଶୀ ଥାଏ, ଲୋକ ଜ୍ଞାନ ଆଡ଼କୁ ଯାଏ, ଧ୍ୟାନ କରେ, ଦୟା କରେ, ସତ କୁହେ, ପାଠ ପଢ଼ିବାରେ ମନ ଲାଗିବା, ଶାନ୍ତ ରହିବା, ଅନ୍ୟକୁ ସାହାଯ୍ୟ କରି ଖୁସି ହେବା, ଏସବୁ ସତ୍ତ୍ୱଗୁଣ। ଦ୍ୱିତୀୟ ହେଲା ରଜୋଗୁଣ। ଏଇଟା ହେଲା କର୍ମଚଞ୍ଚଳତା, ଇଚ୍ଛା, ଆସକ୍ତି, ଲୋଭ, ଅଶାନ୍ତି। ଏଇ ଗୁଣ ଆମକୁ କାମ କରିବାକୁ ପ୍ରବଳ ଭାବେ ଠେଲେ, କିଛି ପାଇବା ପାଇଁ, ସଫଳ ହେବା ପାଇଁ। ବହୁତ ପରିଶ୍ରମ, କମ୍ପିଟିସନ, ସବୁବେଳେ ବ୍ୟସ୍ତ ରହିବା, ବାରମ୍ବାର ମୋବାଇଲ ଦେଖିବା, ଏସବୁ ରଜୋଗୁଣ। ଏଇଟା ଜରୁରୀ କିନ୍ତୁ ବାନ୍ଧି ପକାଏ, କାରଣ ଏଥିରେ ଫଳ ପାଇବାର ଇଚ୍ଛା ଥାଏ। ଆଉ ତୃତୀୟ ହେଲା ତମୋଗୁଣ। ଏଇଟା ହେଲା ଜଡ଼ତା, ଅଳସୁଆମୀ, ଅଜ୍ଞାନ, ମୋହ, ଭୁଲ କରିବା, ନିଦ। ଏଇଟା ଜ୍ଞାନକୁ ଢାଙ୍କି ଦିଏ। ଏହାର ପ୍ରଭାବରେ ଲୋକ କାମରୁ ଦୂରେଇ ରହେ, ଦାୟିତ୍ୱ ନିଏନି, ଡେରିରେ ଉଠେ, ନିଶା ଖାଏ। ସକାଳ ଆଲାରାମ ବାଜିଲେ ବି ଆଉ ଟିକେ ଶୋଇପଡ଼ିବା। ସେଇଟା ହେଲା ତମୋଗୁଣର କାମ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କ'ଣ ଜାଣନ୍ତି? ଆମ ସମସ୍ତଙ୍କ ଭିତରେ ଏଇ 3ଟା ଯାକ ଗୁଣ ସବୁବେଳେ ଅଛି, କିନ୍ତୁ ତାର ମାତ୍ରା ବଦଳୁଥାଏ। କେତେବେଳେ ସତ୍ତ୍ୱ ବଢ଼ିଯାଏ ତ ରଜସ୍ ତମସ୍ କମିଯାଏ। କେତେବେଳେ ରଜସ୍ ବଢ଼ିଯାଏ। ଏଇ ଗୁଣମାନଙ୍କର ଯୋଉ ଖେଳ ଚାଲିଛି, ସେଇଟା ହିଁ ଆମ ସ୍ୱଭାବ, ଆମ ଇଚ୍ଛା ଅନିଚ୍ଛାକୁ ତିଆରି କରେ, ଆଉ ସେହି ଅନୁସାରେ ଆମକୁ କର୍ମ କରିବାକୁ ବାଧ୍ୟ କରେ, ମାନେ ବିବଶ କରେ। ଆମେ ଭାବୁ ମୁଁ ଏଟା କରୁଛି, କିନ୍ତୁ ପ୍ରକୃତରେ ସେତେବେଳେ ଯୋଉ ଗୁଣ ପ୍ରବଳ ଥାଏ, ତାରି ପ୍ରଭାବରେ କରୁ। ସେଥିପାଇଁ ତ ଭଗବାନ ଆଗକୁ କହିଛନ୍ତି ସେ 3 ଅଧ୍ୟାୟ 27 ଶ୍ଲୋକରେ, ପ୍ରକୃତି ହିଁ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ। ମାନେ ସବୁ କାମ ତ ପ୍ରକୃତିର ଗୁଣ ଦ୍ୱାରା ହେଉଛି, କିନ୍ତୁ ଅହଙ୍କାରୀ ଲୋକ ଭାବେ ମୁଁ କରୁଛି। ବାଃ, ଏଇଟା ତ ସତରେ ଆଖି ଖୋଲିଦେଲା ଭଳି କଥା। ଆମେ ନିଜକୁ ଯେତେ ସ୍ୱାଧୀନ ଭାବୁଛୁ, ପ୍ରକୃତରେ ଆମେ ଏଇ ଗୁଣମାନଙ୍କର ନାଚରେ ନାଚୁଛୁ ବେଶୀ ସମୟ। ଏ କଥା ବୁଝିଗଲେ ହୁଏତ ଅହଙ୍କାରଟା ଟିକେ କମିବ। କିନ୍ତୁ ଗୋଟେ ପ୍ରଶ୍ନ, ଯଦି କର୍ମ କରିବା ନିଶ୍ଚିତ ଆଉ ଆମେ ଗୁଣ ଦ୍ୱାରା ବାଧ୍ୟ, ତାହେଲେ ଆମ ନିଜ ଇଚ୍ଛା ବା ଫ୍ରି ୱିଲ୍‌ର ଜାଗା କୋଉଠି? ଆମେ କ'ଣ ଖାଲି କଣ୍ଢେଇ? ଆଉ ଏଥିରୁ ବାହାରିବାର ବାଟ କ'ଣ? ଅର୍ଜୁନ ଯେମିତି ଯୁଦ୍ଧ କରିବେନି ବୋଲି ଭାବୁଥିଲେ ଦୟା ଦେଖେଇ, ସେଇଟା କ'ଣ ଠିକ୍ ନଥିଲା? ହଁ, ଏଇଟା ହେଉଛି ମୂଳ ପ୍ରଶ୍ନ, ଆଉ ଗୀତା ଏହାର ହିଁ ଉତ୍ତର ଦେଉଛି। ଭଗବାନ ଏଇ ଶ୍ଲୋକ ଜରିଆରେ ସେଇଆ ବୁଝାଉଛନ୍ତି ଯେ କର୍ମରୁ ପଳେଇବା ସମ୍ଭବ ନୁହେଁ, ସେ ଚେଷ୍ଟା ବୃଥା। ଯଦି ଅର୍ଜୁନ ଯୁଦ୍ଧକ୍ଷେତ୍ରରୁ ଚାଲି ଯାଇଥାନ୍ତେ, ହଁ, ତାଙ୍କ ଦେହ ଯୁଦ୍ଧ କରୁନଥାନ୍ତା, କିନ୍ତୁ ମନ ଭିତରେ ତ ଯୁଦ୍ଧ ଚାଲିଥାନ୍ତା। କ'ଣ ହେଲା, ମୁଁ କାହିଁକି ପଳେଇ ଆସିଲି, କର୍ତ୍ତବ୍ୟ କଲିନି, ଏମିତି କେତେ କ'ଣ। ତା ଛଡ଼ା ତାଙ୍କର ସ୍ୱଭାବ ହେଉଛି କ୍ଷତ୍ରିୟ, ରଜୋଗୁଣୀ। ସେ ବେଶୀ ଦିନ ଚୁପ୍ ବସି ପାରିନଥାନ୍ତେ। ପ୍ରକୃତି ତାଙ୍କୁ ପୁଣି କୋଉଠି ନା କୋଉଠି କର୍ମରେ ଲଗେଇ ଦେଇଥାନ୍ତା। ଗୁଣମାନେ ତ କାମ କରିବେ, ତେଣୁ କର୍ମ ବନ୍ଦ କରିବାଟା ଉପାୟ ନୁହେଁ। ଉପାୟ ହେଉଛି କର୍ମ କରିବାର ଢଙ୍ଗକୁ ବଦଳେଇବା, ଦେଖିବାର ନଜର ବଦଳେଇବା। କର୍ମ କରିବାର ଢଙ୍ଗ ବଦଳେଇବା, ଏଇଟା ହିଁ କ'ଣ କର୍ମଯୋଗ? ଏକଦମ, ଏଇଟା ହିଁ କର୍ମଯୋଗର ମୂଳ କଥା। କାମ ତ କରିବାକୁ ହିଁ ପଡ଼ିବ, କାରଣ ଆମେ ପ୍ରକୃତିର ଅଂଶ, ଗୁଣ ଦ୍ୱାରା ଚାଳିତ। କିନ୍ତୁ ସେଇ କାମକୁ ଆମେ ଏମିତି ଭାବରେ କରିପାରିବା ଯେ ସେ ଆମକୁ ବାନ୍ଧିବ ନାହିଁ। ତାର ମୁଖ୍ୟ ସୂତ୍ର କ'ଣ? ପ୍ରଥମ, ଅନାସକ୍ତି। ମାନେ କାମ କର, କିନ୍ତୁ ଫଳ କ'ଣ ହବ ସେଥିରେ ମାତି ଯାଉନି। ସଫଳ ହେଲା ନା ବିଫଳ ହେଲା, ଲାଭ ହେଲା ନା କ୍ଷତି, ଲୋକେ ଭଲ କହିଲେ ନା ମନ୍ଦ, ସେ ବିଷୟରେ ବେଶୀ ଭାବନି। ଫଳକୁ ନେଇ ବ୍ୟସ୍ତ ହେଲେ ହିଁ ଦୁଃଖ, ଚିନ୍ତା ଆସେ, ସେଇଟା ବାନ୍ଧେ। ଯେମିତି ପିଲାଟିଏ, ତା କାମ ହେଲା ଭଲରେ ପଢ଼ି ପରୀକ୍ଷା ଦେବା। କେତେ ନମ୍ବର ଆସିବ ସେ ଚିନ୍ତାରେ ବ୍ୟସ୍ତ ନ ହୋଇ ପଢ଼ାରେ ମନ ଦେବା, ସେଇଟା ଅନାସକ୍ତି। ଦ୍ୱିତୀୟ, କର୍ତ୍ତବ୍ୟ ଭାବନା, ମାନେ ସ୍ୱଧର୍ମ ପାଳନ। କାମକୁ ନିଜର ଦାୟିତ୍ୱ ବା ଡ୍ୟୁଟି ଭାବି କରିବା। ଅର୍ଜୁନଙ୍କ ପରି ଯୁଦ୍ଧ କରିବା ତାଙ୍କ କ୍ଷତ୍ରିୟ ଧର୍ମ ଥିଲା। ସେମିତି ଆମ ସମସ୍ତଙ୍କର ପରିବାର, ସମାଜ, ଚାକିରି ପ୍ରତି କିଛି କର୍ତ୍ତବ୍ୟ ଅଛି। ସେଗୁଡ଼ିକୁ ଠିକ୍ରେ କରିବା ବି କର୍ମଯୋଗ। ତୃତୀୟ, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଈଶ୍ୱରାର୍ପଣ ବୁଦ୍ଧି, ସମର୍ପଣ ଭାବ। ମାନେ ସବୁ କାମ
ଆଉ ତାର ଫଳ ସବୁକିଛି ଭଗବାନଙ୍କୁ ସମର୍ପିତ ଦେବା। ମୁଁ କରୁଛି ଏଇ ଅହଙ୍କାର ଛାଡ଼ି ଭଗବାନ ମୋ ଦ୍ୱାରା କରାଉଛନ୍ତି ବା ଏ କାମଟା ଭଗବାନଙ୍କର ପୂଜା ଏମିତି ଭାବି କାମ କରିବା। ଏମିତି କଲେ କର୍ମ ଆଉ ବାନ୍ଧେ ନାହିଁ। ଦେଖନ୍ତୁ, ନଈଟା ବହି ଯାଉଛି, ଆମେ ତାକୁ ରୋକିପାରିବାନି, କିନ୍ତୁ ଗୋଟେ କେନାଲ ଖୋଳି ତା ପାଣିକୁ ବିଲ ଆଡ଼କୁ ନେଇପାରିବା, ଭଲ କାମରେ ଲଗେଇ ପାରିବା। ସେମିତି ଆମ ଭିତରେ ଯେଉଁ କର୍ମର ସ୍ରୋତ ଚାଲିଛି ତାକୁ ଅଟକେଇବା ବଦଳରେ ତାକୁ କର୍ମଯୋଗର ବାଟ ଦେଇ ମାନେ ଅନାସକ୍ତି, କର୍ତ୍ତବ୍ୟ ଆଉ ସମର୍ପଣ ଭାବରେ ଭଗବାନଙ୍କ ଆଡ଼କୁ ମୁହାଇ ଦେବା। ବାସ୍, ସେତେବେଳେ ସେହି କର୍ମ ହିଁ ମୁକ୍ତିର ବାଟ ହେଇଯିବ। ବାଃ, ଏ ନଈ ଆଉ କେନାଲର ଉଦାହରଣଟା ବହୁତ ବଢ଼ିଆ। ସତରେ କର୍ମଯୋଗ କଥାଟା ପୁରା ସ୍ପଷ୍ଟ ହେଇଗଲା। ଶକ୍ତିକୁ ନଷ୍ଟ କରିବା ବଦଳରେ ତାକୁ ଠିକ୍ ବାଟରେ ଲଗେଇବା। ଜୀବନର ସବୁ ଚ୍ୟାଲେଞ୍ଜକୁ ବୋଝ ନ ଭାବି ଗୋଟେ ସୁଯୋଗ ଭାବିବା, କର୍ତ୍ତବ୍ୟ କରିବା ଆଉ ଭଗବାନଙ୍କୁ ସମର୍ପଣ କରିବା। ଏଇଟା ଗୋଟେ ଭଲ ଦୃଷ୍ଟିକୋଣ ଦଉଛି। କିନ୍ତୁ ଗୋଟେ କଥା, ଏ ଜ୍ଞାନ ତ ହଜାରେ ହଜାରେ ବର୍ଷ ତଳର। ଆଜିକାଲିର ଯୋଉ ଏତେ ଫାଷ୍ଟ ଦୁନିଆ, ଏତେ କମ୍ପିଟିସନ୍, ଏଥିରେ ଏହା କେତେ କାମ ଦେବ? ଆମ ଡେଲି ଲାଇଫରେ ଏହାକୁ କେମିତି ବ୍ୟବହାର କରିହବ? ମୋତେ ତ ଲାଗୁଛି ଏହା ଆଜି ଖାଲି ପ୍ରାସଙ୍ଗିକ ନୁହେଁ, ବରଂ ଆଗ ଅପେକ୍ଷା ବୋଧେ ଆହୁରି ବେଶୀ ଦରକାରୀ। ଆଉ ମଜାର କଥା, ଆଜିକାଲିର ସାଇନ୍ସ ବି ଗୀତାର କଥାକୁ ସମର୍ଥନ କରୁଛି, ହୁଏତ ଅଜାଣତାରେ। ଯେମିତି ଆଜିକାଲିର ନ୍ୟୁରୋସାଇନ୍ସ କହୁଛି, ଆମ ମୁଣ୍ଡ ଭିତରେ ଗୋଟେ ଡିଫଲ୍ଟ ମୋଡ୍ ନେଟୱାର୍କ ଅଛି। ମାନେ ଆମେ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ କାମରେ ମନ ଦେଇନୁ, ସେତେବେଳେ ବି ମସ୍ତିଷ୍କର ଏଇ ଅଂଶଟା ଚାଲୁ ରହେ। ସବୁବେଳେ କିଛି ନା କିଛି ଭାବୁଥାଏ, ପୁରୁଣା କଥା, ଆଗକୁ କ'ଣ ହେବ, ଏମିତି। ଏଇଟା କ'ଣ ସେଇ ଭଗବାନଙ୍କ କଥା ନୁହେଁ? ନାହିଁ କଶ୍ଚିତ୍ କ୍ଷଣମପି। ହଁ ତ, ଏକଦମ ବଢ଼ିଆ ଲିଙ୍କ କଲେ ଆପଣ। ସେମିତି ଆଜିକାଲି ଦେଖନ୍ତୁ, ପାଶ୍ଚାତ୍ୟ ଦେଶରେ ବଡ଼ ବଡ଼ କମ୍ପାନୀରେ ମାଇଣ୍ଡଫୁଲନେସ୍ କଥା କେତେ ଚାଲିଛି। ହଁ, ସେ କ'ଣ କହନ୍ତି, ସଚେତନତା। ହଁ, ସଚେତନତା ମାନେ ଯାହା କରୁଛ ସେଇ ମୁହୂର୍ତ୍ତରେ ପୁରା ଧ୍ୟାନ ଦେଇ କର, ବିନା ଜଜମେଣ୍ଟରେ ଦେଖ। ଏଇଟା ନିଶ୍ଚୟ ଭଲ କଥା, କିନ୍ତୁ ଗୀତାର କର୍ମଯୋଗ ଆହୁରି ଆଗକୁ ଯାଉଛି। କର୍ମଯୋଗ ଖାଲି ସଚେତନତା କହୁନି, ଏହା ଅନାସକ୍ତି ଆଉ ସମର୍ପଣ କଥା ବି କହୁଛି, ଯାହା ବୋଧେ ଆହୁରି ଗଭୀର। ଆଜିକାଲିକା ଜୀବନ କେତେ ଚାପ, କେତେ ଚିନ୍ତା, କେତେ ଦୌଡ଼ାଦୌଡ଼ି। ଅଫିସରେ ଟାର୍ଗେଟ, ଘରେ ଦାୟିତ୍ୱ, ସମାଜର ଚାପ, ଲୋକେ ଅଶାନ୍ତ। ଏଠି କର୍ମଯୋଗଟା ଗୋଟେ ଔଷଧ ଭଳି କାମ କରିବ। ଯେତେବେଳେ ଆମେ ବୁଝିଯିବା ଯେ କାମ କରିବା ତ ଆମ ଡ୍ୟୁଟି, କିନ୍ତୁ ଫଳଟା ଆମ ହାତରେ ନାହିଁ, ସେତେବେଳେ ଫଳକୁ ନେଇ ଅଯଥା ଟେନସନ୍ କମିଯିବ। ଯେତେବେଳେ ଆମେ ଆମ କାମକୁ, ସେ ଅଫିସ କାମ ହେଉ, ଘର କାମ ହେଉ ବା ସମାଜ ପାଇଁ କିଛି କରିବା ହେଉ, ଭଗବାନଙ୍କ ସେବା ବା ପୂଜା ଭାବି କରିବା, ସେତେବେଳେ ସେ କାମରେ ଗୋଟେ ପବିତ୍ରତା ଆସିଯିବ। ସେଇଟା ଆଉ ବୋଝ ଲାଗିବନି। ଏପରିକି ଅଫିସରେ ଜଣେ କେହି କଷ୍ଟ ଦେଉଥିବା ସହକର୍ମୀ ସାଙ୍ଗରେ ବି ଯଦି ଆମେ ଅନାସକ୍ତ ରହି ନିଜ କାମଟା କରିଚାଲିବା, ମନ ଶାନ୍ତ ରହିବ। ଘର ସଫା କରିବା ଭଳି ସାଧାରଣ କାମଟା ବି ଯଦି ଭାବିବା ଯେ ଭଗବାନଙ୍କ ମନ୍ଦିର ସଫା କରୁଛୁ, ତାହେଲେ ସେଇଟା ବି ଗୋଟେ ସାଧନା ହେଇଯିବ। ବାଃ, ଏହାର ମାନେ ତ ସ୍ପଷ୍ଟ ଯେ ଆଧ୍ୟାତ୍ମିକ ହେବା ପାଇଁ ଘରଦ୍ୱାର ଛାଡ଼ି ଜଙ୍ଗଲ ଯିବା ଦରକାର ନାହିଁ। ଆମ ଦୈନନ୍ଦିନ ଜୀବନର କର୍ମକ୍ଷେତ୍ର ହିଁ ଆମର ସାଧନା କ୍ଷେତ୍ର ହୋଇପାରିବ। ଏମିତି ଦେଖିପାରିଲେ ଜୀବନଟା ସତରେ କେତେ ସହଜ ଆଉ ଶାନ୍ତିରେ କଟିପାରିବ। ତାହେଲେ ଆଜିର ଏ ଯୋଉ ଗଭୀର ଆଲୋଚନା ହେଲା, ଏଇ ଗୋଟିଏ ଶ୍ଲୋକକୁ ନାହିଁ, ଏଥିରୁ ଆମେ କେଉଁ ମୁଖ୍ୟ ଶିକ୍ଷାଗୁଡ଼ିକୁ ମନେ ରଖିବା କଥା ସାରାଂଶ ଭାବରେ? ନିଶ୍ଚୟ, ଏଇ ଗୋଟିଏ ଶ୍ଲୋକ ଭିତରେ ବହୁତ କିଛି ଅଛି। ମୁଖ୍ୟ କଥାଗୁଡ଼ିକ ହେଲା, 1. କର୍ମ ଅନିବାର୍ଯ୍ୟ। ଜୀବନ ଥିବା ଯାଏଁ କେହି କର୍ମ ନ କରି ରହିପାରିବେ ନାହିଁ। ଦେହ, ମନ, ବଚନ କିଛି ନା କିଛି କର୍ମ ଚାଲିଥିବ। ତେଣୁ କର୍ମରୁ ପଳେଇବା ଭାବନା ଠିକ୍ ନୁହେଁ। 2. ଆମେ ପ୍ରକୃତିର ଅଧୀନ। ଆମେ ପ୍ରକୃତିର 3 ଗୁଣ ସତ୍ତ୍ୱ, ରଜସ, ତମସ ଦ୍ୱାରା ବାଧ୍ୟ ହୋଇ କର୍ମ କରୁ। ଆମେ ପୂରାପୂରି ସ୍ୱାଧୀନକର୍ତ୍ତା ନୁହଁ। ଏକଥା ମାନିଲେ ଅହଙ୍କାର କମିବୁ। 3. କର୍ମଯୋଗ ହିଁ ବାଟ। ଯେହେତୁ କର୍ମ କରିବାକୁ ପଡ଼ିବ, ତେଣୁ କର୍ମ ଛାଡ଼ିବା ବଦଳରେ କର୍ମକୁ ଯୋଗରେ ବଦଳେଇବା ଦରକାର। ସେଟା କେମିତି ହେବ? ଫଳାସକ୍ତି ନ ରଖି କର୍ତ୍ତବ୍ୟ ଭାବି ଭଗବାନଙ୍କୁ ସମର୍ପଣ କରି କାମ କଲେ। 4. ସଂସାର ହିଁ ସାଧନା କ୍ଷେତ୍ର। ପ୍ରକୃତ ଆଧ୍ୟାତ୍ମିକତା ଦାୟିତ୍ୱରୁ ପଳେଇବାରେ ନାହିଁ, ବରଂ ସଂସାର ଭିତରେ ରହି ନିଜ କର୍ତ୍ତବ୍ୟକୁ ଠିକ୍ ଭାବେ ସଚେତନ ହୋଇ ଆସକ୍ତି ନ ରଖି ସମର୍ପଣ ଭାବରେ କରିବାରେ ଅଛି। 5. କର୍ମ ନୁହେଁ, ଆସକ୍ତି ବାନ୍ଧେ।
କାମଟା ନିଜେ ଭଲ କି ମନ୍ଦ ନୁହେଁ, କି ବନ୍ଧନର କାରଣ ନୁହେଁ। କାମ ପ୍ରତି ଆମର ଯେଉଁ ମମତା, ଫଳ ପାଇବାର ଯେଉଁ ଲୋଭ ଆଉ ମୁଁ କରୁଛି ବୋଲି ଯେଉଁ ଅଭିମାନ, ସେଇଟା ହିଁ ଆମକୁ ବାନ୍ଧେ। ସେଗୁଡ଼ାକ ନଥିଲେ ସେଇ କାମ ହିଁ ମୁକ୍ତି ଦେବ। ତେଣୁ ଯଦି ଗୋଟିଏ ଲାଇନରେ କହିବା, ସାର କଥା ହେଲା କର୍ମରୁ ପଳାୟନ ନୁହେଁ, କର୍ମକୁ ଈଶ୍ୱରଙ୍କୁ ଅର୍ପଣ କରିବା ହିଁ ପ୍ରକୃତ ଯୋଗ। ଏଇଟା ହିଁ ଏ ଶ୍ଲୋକର ମୂଳ କଥା। ଆହା, କେତେ ଗଭୀର କଥା ଆଉ କେତେ ସରଳ ଭାବରେ ବୁଝେଇଦେଲେ। ଏହା ସତରେ ଜୀବନକୁ ବଦଳେଇ ଦେବା ଭଳି ସନ୍ଦେଶ। ଆଶା କରୁଛୁ ଆଜିର ଏ ଆଲୋଚନା ଶ୍ରୋତାମାନଙ୍କୁ ନିଶ୍ଚୟ କିଛି ନୂଆ ଦିଗ ଦେଖେଇଥିବ। କେବଳ ଶୁଣିବା ପାଇଁ ନୁହେଁ, ଏ କଥାଗୁଡ଼ିକ ଉପରେ ଟିକେ ଭାବିବା ଦରକାର, ନିଜ ଜୀବନରେ ଲଗେଇବାକୁ ଚେଷ୍ଟା କରିବା କଥା। ଯଦି ଏ ଆଲୋଚନା ଆପଣମାନଙ୍କୁ ଭଲ ଲାଗିଲା, ତେବେ ନିଶ୍ଚୟ ଲାଇକ୍ କରିବେ ଆଉ ନିଜର ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର ବି କରିବେ, ଯାହାଦ୍ୱାରା ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୃତବାଣୀରୁ କିଛି ପାଇପାରିବେ, ତାଙ୍କ ଆଶୀର୍ବାଦ ପାଇପାରିବେ। ଆଜ୍ଞା। ଆଉ ଶ୍ରୋତାମାନଙ୍କର ମତାମତ ଜାଣିବାକୁ ଆମେ ବି ଚାହିଁବୁ। ଏ ଆଲୋଚନା କେମିତି ଲାଗିଲା, କିମ୍ବା ଏ ବିଷୟରେ ଯଦି କିଛି ପ୍ରଶ୍ନ ଅଛି ବା ନିଜର କିଛି ଅନୁଭବ ଅଛି, କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ ନିଜର ଶ୍ରଦ୍ଧା ଜଣାଇବା ପାଇଁ କମେଣ୍ଟରେ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଆମ ପ୍ରିୟ ଜୟ ଜଗନ୍ନାଥ ଲେଖିପାରିବେ। ହଁ, ନିଶ୍ଚୟ। ଭଗବଦ୍ ଗୀତାର ଜ୍ଞାନ ତ ଗୋଟେ ଅସରଙ୍ଗ ସମୁଦ୍ର। ଆଜି ଆମେ ଗୋଟିଏ ବୁନ୍ଦା ମାତ୍ର ଚାଖିଲେ। ଆଗକୁ ଆମେ ଗୀତାର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ଆଉ ଅଧ୍ୟାୟଗୁଡ଼ିକୁ ନେଇ ଏମିତି ସହଜ ଭାବରେ ଆଲୋଚନା ଜାରି ରଖିବା। ସେଥିପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହେଇ ରହିବାକୁ ପୁଣି ଥରେ କହୁଛି। ଏବେ ପାଇଁ ଆଜିର ଆଲୋଚନାରୁ ଗୋଟେ ପ୍ରଶ୍ନ ମନରେ ଆସୁଛି। ଯଦି ଆମେ ଗୁଣ ଦ୍ୱାରା ଏତେ ବାଧ୍ୟ, ତେବେ ଆମର ନିଜସ୍ୱ ଇଚ୍ଛାଶକ୍ତିର ପ୍ରକୃତ ସ୍ଥାନ କେଉଁଠି? ଆଉ ଏହି ଗୁଣମାନଙ୍କର ପ୍ରଭାବକୁ ଚିହ୍ନିବା ଆମ ନିଜ ନିଷ୍ପତ୍ତି ଆଉ ଦାୟିତ୍ୱବୋଧକୁ କେମିତି ପ୍ରଭାବିତ କରିପାରେ? ଏହି ପ୍ରଶ୍ନଟି ଶ୍ରୋତାମାନଙ୍କ ଚିନ୍ତନ ପାଇଁ ଛାଡ଼ିଦେଇ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ। ପୁଣି ଥରେ ସମସ୍ତଙ୍କୁ ଅଶେଷ ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।